ଗତକାଲି କାଠପାଳ ବନ୍ଧରେ ଯେଉଁ ଯୁକ୍ତ 2 ବିଜ୍ଞାନ ବ୍ରିଲିଆନ୍ସ +2 ସାଇନ୍ସ କଲେଜର ଯୁକ୍ତ 2 ବିଜ୍ଞାନ ଦ୍ୱିତୀୟ ବର୍ଷର 2 ଛାତ୍ର ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡ଼ିଗଲେ ଏବଂ ସେମାନଙ୍କର ମୃତ୍ୟୁ ହେଲା। ସେହି ଘଟଣାରେ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ସାଧାରଣ ଜନତାଙ୍କ ନିକଟରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଆଲୋଚନା ପର୍ଯ୍ୟାଲୋଚନା ତୀବ୍ର ଭାବରେ ଚାଲିଛି ଏବଂ ସେହି ବ୍ରିଲିଆନ୍ସ +2 ବିଜ୍ଞାନ କଲେଜର ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଉକ୍ତ ବ୍ରିଲିଆନ୍ସ କଲେଜରେ ପହଞ୍ଚିଥିଲେ ଏବଂ ତଦନ୍ତ ମଧ୍ୟ ସେ କରିଛନ୍ତି। ତଦନ୍ତ ପରେ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବ୍ୟବସ୍ଥା ମଧ୍ୟରେ ଲୁଚି ରହିଥିବା ଅନେକ ତଥ୍ୟ ଉପରୁ ପରଦା ହଟିଛି। ଗୋଟିଏ ଶିକ୍ଷାନୁଷ୍ଠାନରେ ଏକାଧିକ ପ୍ରକାରର ଶିକ୍ଷାଦାନ ଚାଲିଥିବା ବେଳେ ହାୟର ସେକେଣ୍ଡାରୀ ପାଇଁ ଅନୁମତି ଥିଲା। ଏତଦ୍ ବ୍ୟତୀତ ITI ଏବଂ ITC ବାବଦରେ କୌଣସି ତଥ୍ୟ ଜାଣିନାହାନ୍ତି ବୋଲି ଏବଂ ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ। ସବୁଠାରୁ ବଡ଼ କଥାଟି ହେଲା ଗୋଟିଏ ସ୍ଥାନରେ ଏକାଧିକ ଶିକ୍ଷା ସଂସ୍ଥା ଚାଲିବା ଶିକ୍ଷାନୀତି ବାହାରେ। ତାହେଲେ ଏଠାରେ ତାହା ଚାଲିଥିଲା କେମିତି? କେବେ ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହା ଜାଣିବାର ପ୍ରୟାସ କାହିଁକି କରିନଥିଲେ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି। ଆକାଶ ମହାନ୍ତି। ଯେଉଁ ଠାକୁର ବସେଇବାକୁ ଯାଇଥିଲେ ବିଶ୍ୱକର୍ମା ଠାକୁର, ଆଜ୍ଞା। ତୁମ ସହିତ କଲେଜର କିଏ ସାର୍ ଯାଇଥିଲେ କି ପିଅନ ଯାଇଥିଲେ, କିଏ ଯାଇଥିଲେ? ନା, କେତେ ଜଣ ଯାଇଥିଲେ? ମୁଁ 7 ଜଣ ଯାଇଥିଲି। ଏ ଯେଉଁ 2 ଜଣଙ୍କର ଯେଉଁ ପଡ଼ିଗଲେ, କେମିତି ପଡ଼ିଲେ? ତୁମେ ତ ଥିଲ ସେଠି, ଦେଖିଲ, କ'ଣ ଦେଖିଲ? ସେમને ଯୋଉ ହାତଟେ ସିଏ ଯୋଉ ବିସର୍ଜନ କରି ସାରିଲେ ସେମାନେ 2 ଜଣ ଆଗରେ ଥିଲେ ତ ସେମାନେ ଠାକୁର ଜଣେ ଧରିଥିଲେ, ଘଟ ଜଣେ ଧରିଥିଲେ। ଭାଗ୍ୟ ପ୍ରକାଶ ପାତ୍ର ସେ ମୂର୍ତ୍ତି ଧରିଥିଲା। ସେ ତାପରେ ବସେଇ ସାରିଲା, ତାପରେ ଯେମିତି ବୁଲି ବି କହୁଥିଲା ପଡ଼ିଗଲା। ସେଠି ପଡ଼ିଗଲା ବେଳେ ଇଏ ଠାକୁର ହାତ ଦେବି ଯେମିତି କହୁଥିଲା ସେ ଆଉ ପାରିଲା ନାହିଁ ହାତ ପହଞ୍ଚେଇ। ତ ତେଣୁକରି ସେ ଯେତେବେଳେ ଉଠେଇବା ପାଇଁ ଚେଷ୍ଟା କଲା ପାରିଲା ନାହିଁ ବୋଲି ସେ ଡେଇଁଦେଲା। ଠାକୁର ସରେନ ଆଜ୍ଞା ଆଗେ ଭାଗ୍ୟ ପାତ୍ର ପଡ଼ିଗଲା। ଆଜ୍ଞା। ତ ତାପରେ ତୁମେ ମାନେ ସେଠି ଥିଲ, କ'ଣ ହେଲା? ଆମେ ତ ଆଉ କିଛି କରିପାରିଲୁନି। ସେପଟେ ଯଦି ଆମେ ଯାଇଥାନ୍ତୁ ଆମେ ବି ସେଠି ପହଞ୍ଚି ଯାଇଥାନ୍ତୁ। ତ ଆମେ ସେପଟେ ଗଲୁ ଦେଖିଲା ବେଳକୁ ହାତଟା ବାହାରିଛି। ଖାଲି ହାତଟା ବାହାରିଥିଲା। ଆମେ ଯେତେ ଚେଷ୍ଟା କଲୁ ଆଉ ପାରିଲୁନି। ସାଙ୍ଗେ ସାଙ୍ଗେ ଆସିକି ମୁଁ ଲୋକମାନଙ୍କୁ ଡାକିଥିଲି। ଠାକୁର ମୂର୍ତ୍ତି ଭସେଇବାକୁ ଯାଇଥିଲ, ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ପରମିଶନ ନେଇକି ଯାଇଥିଲ ଯେ ଆମେ ଠାକୁର ଭସେଇବାକୁ ଯାଉଛୁ, ନା ନିଜେ ନିଜେ ପଳେଇଲ? ସେમને ଭାଇ ତ ମେଡିକାଲ ନେଇକି ଗଲେ, but ଆମେ ଭାବିଲୁ କି ଚलो ଭାଇ ମାନେ କିଏ? ଆମ ଇଏ ଯେ ହଷ୍ଟେଲର ଇନଚାର୍ଜ ଥିଲେ। ନାଁଟା କ'ଣ? ଭବାନୀ ଶଙ୍କର ସ୍ୱାଇଁ। ଭବାନୀ ଶଙ୍କର ସ୍ୱାଇଁ। ଆଜ୍ଞା। ସେ ହଷ୍ଟେଲର ଅନରଙ୍କର ପୁଅ। ଆଜ୍ଞା। ସେ ହସ୍ପିଟାଲ କାହିଁକି ଗଲେ? ସେ 2ଟା ଲେଡିଜକୁ ନେଇକି ଯାଇଥିଲେ, ତାଙ୍କ ଦେହ ଖରାପ ଥିଲା। ତୁମେ 7 ଜଣ ଯାଇଥିଲ, 2 ଜଣ ଯେମିତି ପଡ଼ିଗଲେ ତୁମେ ସବୁ କାନ୍ଦି କାନ୍ଦି ଫେରି ଆସିଲ? ନା, ଆମେ ଚେଷ୍ଟା କଲୁ, ସେଠି ଭିଡ଼ ହେଲେ, ତେଣୁକରି ଆମକୁ ପଛକୁ ପଠେଇଦେଲେ ବେଳେ ଆମେ ପଳେଇ ଆସିଲୁ। ଏ ବାବଦରେ ମାନେ ତାଙ୍କର ଘର ଲୋକକୁ ଏଟା ଜଣା ହେଇଛି ନା ନାହିଁ? ଭାଗ୍ୟ ପ୍ରକାଶ ପାତ୍ର ଆଉ ଠାକୁରା ସରେନ। ଆମ ପାଖରେ ତ ମୋବାଇଲ ନାହିଁ ନା, ଆମେ କେମିତି ଜାଣିବୁ? କଲେଜରେ ମୋବାଇଲ ଆଲାଉ ନାହିଁ, ତ ଆମେ କେମିତି ଇଏ କରିବୁ? ବ୍ରିଲିଆନ୍ସ କଲେଜ, ୟା ଭିତରେ ପୁଣି ଆମେ ଦେଖୁଛେ ଏକାଡେମିକ କ୍ରାଫ୍ଟ ପ୍ରାଇଭେଟ ଲିମିଟେଡ, ପୁଣି ଗୋଟେ ITC ବି ଚାଲିଛି, ଗୋପୀନାଥ ITC। ତ ଏଇ ବିଶ୍ୱକର୍ମା ପୂଜାର ଠାକୁର ଭସାଣି ପାଇଁ ଯାଇକି ପିଲା 2 ଜଣ ବୁଡ଼ିଗଲେ ଏବଂ ମୃତ ଉଦ୍ଧାର ହେଇଛନ୍ତି। କ'ଣ ରହିଛି ଏ ସ୍କୁଲ ବାବଦରେ, କଲେଜ ବାବଦରେ? এটা অত্যন্ত দুঃখদ ঘটনা। ব্রিলিয়ান্স হায়ার সেকেন্ডারি স্কুল কলেজ চন্দ্রপুর, ୟା ଭିତରେ ଗୋଟେ ଗୋପୀନାଥ ITI ଅଛି ବୋଲି ଆମେ ଜାଣିବାକୁ ପାଉଛୁ। ଆପଣମାନଙ୍କ ଠାରୁ ଆମେ ଜାଣିବାକୁ ପାଉଛୁ ଯେ 2 ହାୟାର ସେକେଣ୍ଡାରୀ ସ୍କୁଲର ବ୍ରିଲିଆନ୍ସ ହାୟାର ସେକେଣ୍ଡାରୀ ସ୍କୁଲର 2 ଜଣ ପିଲା ଠାକୁର ସରେନ ଆଉ ଭାଗ୍ୟ ପ୍ରକାଶ ପାତ୍ର ବିଶ୍ୱକର୍ମା ମୂର୍ତ୍ତି ଭସାଣି କରିବାକୁ ଯାଇ ସେମାନେ କେନାଲରେ କାଠପାଳ କେନାଲରେ ଭାସିଗଲେ ଏବଂ ସୁଇଚ୍ ଗେଟ୍ରେ ଲାଗିକି ପ୍ରାଣ ହାରିଲେ। ଏହା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବହୁତ ଦୁଃଖଦ ଘଟଣା। ତାଙ୍କ ସାଙ୍ଗରେ ମଧ୍ୟ ଆଉ 6 ଜଣ ସାଙ୍ଗ ହୋଇକି ସେମାନେ ଯାଇଥିଲେ, କିନ୍ତୁ 2 ଜଣ ଭାସିଗଲେ। ଜଣେ ଆଗେ ଭାସିଗଲା ଭାଗ୍ୟ ପ୍ରକାଶ ପାତ୍ର, ଆଉ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଠାକୁର ସରେନ ସିଏ ମଧ୍ୟ ତାଙ୍କ ସାଙ୍ଗରେ ମଧ୍ୟ ଭାସିଗଲା। କେନାଲରେ ପାଣିର ସ୍ରୋତର ବେଗ ବହୁତ ପ୍ରଖର ଥିଲା, ତ ଭାସିଗଲେ, ଉଦ୍ଧାର କରିପାରିଲେନି। ଆଉ ବର୍ତ୍ତମାନ ଆମେ ଜାଣିକି ଆସିଲୁ, ଆମେ ମିଡ଼ିଆରେ ଜାଣିଲୁ। ମୁଁ ତ୍ୱରିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଆସିକି ଏଠି ପହଞ୍ଚିଛି ଏବଂ ଏଠି ତଦନ୍ତ କରୁଛି। ତଦନ୍ତ ପରେ ଜଣାପଡ଼ିବ ଯେ ପ୍ରକୃତରେ ଏଠି ଯେଉଁ ହାୟାର ସେକେଣ୍ଡାରୀ ସ୍କୁଲ ଥିଲା ସେ କେମିତି ଚାଲୁଥିଲା ଏବଂ ତାର ରେକଗ୍ନିସନ୍ ଥିଲା କି ନାହିଁ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ନାକ ତଳେଇ ଚାଲିଛି। ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ଅତିରିକ୍ତ ଶିକ୍ଷାଧିକାରୀ ଅବଗତ ଥିଲେ ନା ଆଜି ଶୁଣିକି ଜାଣିଲେ? ଏଇ ଯେଉଁ କହୁଛନ୍ତି ଜିଲ୍ଲା ଶିକ୍ଷାଧିକାରୀଙ୍କ ନାକ ତଳେ ଚାଲିଛି, ଏଇଟା 12-15 କିଲୋମିଟର ଦୂରରେ ଅଛି, ବାରିପଦା ହେଡ଼କ୍ୱାର୍ଟରରୁ ଅଛି। ବାକି ତ କହୁଛି ଯେହେତୁ ଏଇଟା +2 ସାଇନ୍ସ କଲେଜ,
ସେଇଟା ଜିଲ୍ଲା ଶିକ୍ଷାଧିକାରୀ ତାଙ୍କର ରେକଗ୍ନିସନ୍ ବା ପରିମିଶନ୍ ଦେବା ପାଇଁ ଯଦିଚ ଆମ କାର୍ଯ୍ୟାଳୟରୁ ଯାଉଛି ଅନୁମତି ଯାଉଛି ଏବଂ ମୁଁ ଯାହା ବୁଝିଲିଣି ମଧ୍ୟ ସେମାନେ ତାଙ୍କର ରେକଗ୍ନିସନ୍ ଅଛି ସ୍କୁଲ ଖୋଲିବା ପାଇଁ ତାଙ୍କର ରେକଗ୍ନିସନ୍ ଅଛି। ବାକି ଏଇ ଯେଉଁ ITI କଲେଜଟି ଖୋଲିଛି ଗୋପୀନାଥ ITI କଲେଜ ଯାହାଟା ଆପଣମାନେ କହୁଛନ୍ତି ଦୃଷ୍ଟି ଆକର୍ଷଣ କରୁଛନ୍ତି ସେ ITIଟା କେମିତି ଖୋଲିଲା ଏବଂ ତା ପାଇଁ ଆମେ କମ୍ପିଟେଣ୍ଟ ନୁହେଁ ଜିଲ୍ଲା ଶିକ୍ଷାଧିକାରୀ ସରକାରଙ୍କ କମ୍ପିଟେଣ୍ଟ ନୁହେଁ। ଖାତାରୁ ଷ୍ଟାଇପେଣ୍ଡ ମଧ୍ୟ ପିଲାଙ୍କୁ ଆସୁଛି। ଏ କ'ଣ DWO ଜାଣିନାହାନ୍ତି? DWO ନା ଜାଣିନାହାନ୍ତି, ଯେହେତୁ DO ଏଇଟା ଜାଣିନାହାନ୍ତି, କ'ଣ କହିବେ? ରେକଗ୍ନାଇଜ୍ଡ ହାୟର ସେକେଣ୍ଡାରୀ ସ୍କୁଲ ରେକଗ୍ନିସନ୍ ଅଛି ସରକାରଙ୍କର ତେଣୁ ପିଲାମାନେ ଷ୍ଟାଇପେଣ୍ଡ ପାଇବେ। ହାୟର ସେକେଣ୍ଡାରୀ ପାଇଁ ସାର୍ ରେକଗ୍ନିସନ୍ ଅଛି, କିନ୍ତୁ ଆପଣଙ୍କ କହିବା ମୁତାବକ ITI ବା ITC ପାଇଁ ନାହିଁ। କିନ୍ତୁ ITC ପାଇଁ ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦଉଛନ୍ତି ପିଲାଙ୍କୁ ଷ୍ଟାଇପେଣ୍ଡ ଦଉଛନ୍ତି। ଏଟା ହଁ ଜିଲ୍ଲା ମଙ୍ଗଳ ସେମାନେ ଅଧିକାରୀ ତ ଦିଅନ୍ତି, ଦଉଥିବେ DWO ଦିଅନ୍ତି। ITC କେମିତି ଖୋଲିଲା ସେଇଟା ଡିଷ୍ଟ୍ରିକ୍ଟ ଯେଉଁ ଇଣ୍ଡଷ୍ଟ୍ରି ଅଫିସର ଅଛନ୍ତି ବା ଡାଇରେକ୍ଟର ଅଫ୍ ଟେକ୍ନିକାଲ ଏଜୁକେସନ ଟ୍ରେନିଂ ସିଏ ସେଥିପାଇଁ ଉତ୍ତରଦାୟୀ ବା ଆମେ ତାଙ୍କୁ କଣ୍ଟାକ୍ଟ କରିକି ଏଇ ITIଟା କେମିତି ଖୋଲିଲା ଗୋଟେ କ୍ୟାମ୍ପସରେ ସେଇଟା ଆମେ ପରେ ଇନକ୍ୱାରି ହେଲେ ଯାଇକି ଜଣାପଡ଼ିବ। ଦିଟା ପୃଥକ ପୃଥକ ହଷ୍ଟେଲ ବି ଏଠି ଚାଲୁଛି, ବାଳିକା ମାନେ ବି ରହୁଛନ୍ତି, କିନ୍ତୁ ମହିଳା ୱାର୍ଡେନ ନାହାନ୍ତି, ମହିଳା କେୟାରଟେକର ନାହାନ୍ତି, ତାପରେ ବି ପିଲା ରହୁଛନ୍ତି, ମହିଳାମାନେ ଏଠି ରହୁଛନ୍ତି, ଝିଅମାନେ ରହୁଛନ୍ତି। ମହିଳା ସେମାନେ ସୁରକ୍ଷିତ କି କ'ଣ କହିବେ ତାଙ୍କୁ ନେଇ? ନା ଯଦି ମହିଳା ୱାର୍ଡେନ ତ ଆଜି ମୁଁ ଦେଖୁଛି ନାହାନ୍ତି କିନ୍ତୁ ଯାହା ମୁଁ ପିଲାମାନଙ୍କ ଠାରୁ ଯେଉଁମାନେ ଅଛନ୍ତି ଯାହା ବୁଝୁଛି ତାଙ୍କର 2 ଜଣ ମହିଳା କର୍ମଚାରୀ ରୁହନ୍ତି ସେମାନଙ୍କୁ ଝିଅ ଛୁଆମାନଙ୍କ ପାଖରେ ରୁହନ୍ତି ସେମାନେ ଆଜି ନାହାନ୍ତି ତେଣୁ ହୁଏତ ଏଇ ଦୁର୍ଘଟଣା ଘଟିଲା ପରେ ସେମାନେ ଫେରାର ହେଇଥିବେ ସାର୍ ଏଇ ଯେଉଁ ହୋଇଥାଇପାରେ। ସାଇନ୍ସ କଲେଜ ପୂଜା ହେଇଛି ବିଶ୍ୱକର୍ମା ପୂଜା ମାନେ ITI ସଂସ୍ଥା ସହିତ ଜଡ଼ିତ ସେ ତ ବିଶ୍ୱକର୍ମାକୁ ବିସର୍ଜନ ଦେବା ପାଇଁ ସାଇନ୍ସ ପିଲା ଗଲେ ଏବଂ ପ୍ରାଣବଳୀ ମଧ୍ୟ ତାଙ୍କର ଗଲା ସେଠି। ଏଇଟା ଆଦୌ ତ ଏ ନେଇକି ଆପଣ କାହାକୁ ଦାୟୀ କରିବେ? ଜିଲ୍ଲା ଶିକ୍ଷା କର୍ତ୍ତୃପକ୍ଷଙ୍କୁ ନା ଜିଲ୍ଲା ପ୍ରଶାସନକୁ ନା କଲେଜ କର୍ତ୍ତୃପକ୍ଷଙ୍କୁ କାହାକୁ ଦାୟୀ କରିବେ? ଦେଖନ୍ତୁ ଆପଣ ITI କଲେଜ ୟା ଭିତରେ ଅଛି ଏବଂ ହାୟର ସେକେଣ୍ଡାରୀ ସ୍କୁଲଟି ବି ମଧ୍ୟ ଅଛି ତେଣୁ କିପରି ଭାବରେ ITIର ଯେଉଁ ବିଶ୍ୱକର୍ମା ପୂଜା ହେଇଥିଲା ତାକୁ ସାଇନ୍ସ ପିଲା +2 ସାଇନ୍ସ ପିଲା ସେମାନେ ଭସାଇବା ପାଇଁ ଗଲେ ନିଶ୍ଚିତ ଭାବରେ ଏଇଟା ସ୍କୁଲ ମ୍ୟାନେଜମେଣ୍ଟର ଦୋଷ ରହୁଛି। ସାର୍ ଆଉ ଗୋଟେ କଥା ଆପଣ ଇନକ୍ୱାରି ମଧ୍ୟ କରୁଥିଲେ କେତେ ସାଇନ୍ସ ପିଲା ଅଛନ୍ତି, କେତେ ITI ପିଲା ଅଛନ୍ତି, ପୁଅ କେତେ ଝିଅ କେତେ? ମୁଁ ତ ବର୍ତ୍ତମାନ ପିଲା ବି କେହି ନାହାନ୍ତି, ପିଲା 7-8 ଜଣ ପିଲା ଅଛନ୍ତି। ମୁଁ ଆମର ଯାହା ୟୁଡାଇସ୍ ରିପୋର୍ଟ କହୁଛି ଏଇଟା ଗୋଟେ ବ୍ରିଲିଆନ୍ସ ହାୟର ସେକେଣ୍ଡାରୀ ସ୍କୁଲ ଗୋଟେ ରେକଗ୍ନାଇଜ୍ଡ ହାୟର ସେକେଣ୍ଡାରୀ ସ୍କୁଲ ଆମ ଠାରୁ ସରକାର ଠାରୁ ସେମାନେ ରେକଗ୍ନିସନ୍ ପାଇଛନ୍ତି ଏବଂ ସେଠି ଆମ ରିପୋର୍ଟ କହୁଛି 67 ପିଲା ଅଛନ୍ତି ଆଡମିଟେଡ୍ ଅଛନ୍ତି କିନ୍ତୁ ଆଜିର ଦିନରେ ସେମାନେ ନାହାନ୍ତି ହେଇପାରେ ଏମିତି ପାଖାପାଖି ଗଣେଶ ପୂଜା ଆଉ ଆପଣଙ୍କର ବିଶ୍ୱକର୍ମା ପୂଜା ମଝିରେ ବହୁତ ଦିନ ଛୁଟି ପଡ଼ିଲା ଲାଗି 3-4 ଦିନ ଛୁଟି ପଡ଼ିଗଲା ସେମାନେ ବୋଧେ ନଥିବେ ଯିଏ ବି ଥିବେ ଆଜିର ଏଇ ଦୁର୍ଘଟଣା ପରେ ହୁଏତ ସେମାନେ ଘରକୁ ଚାଲି ଯାଇଥିବେ ବା ତାଙ୍କ ଗାର୍ଡିଆନ ମାନେ ITI ବାବଦରେ କିନ୍ତୁ ଆପଣମାନଙ୍କ ପାଖରେ କୌଣସି ନା ତଥ୍ୟ ନା ନାହିଁ। ITI ଖୋଲିବା ବା ତାଙ୍କୁ ପରମିଶନ ଦେବା ରେକଗ୍ନିସନ ଦେବା ଆମର ସେଟା କ୍ଷମତା ପରିସରଭୁକ୍ତ ନାହିଁ। ଆମେ ହାୟର ସେକେଣ୍ଡାରୀ ସ୍କୁଲ କଥାଟା କହିପାରିବୁ ଏଇ ଯେଉଁ ITI କଥା ନା ଆମେ ସେଟା ସାର୍ ଏଇ ଘଟଣା ପରେ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଆପଣଙ୍କର କିଛି କଥାବାର୍ତ୍ତା ମୁଁ ତ ହେଇଛି? ଆଜି ଆସିଛି ପହଞ୍ଚିଛି ଏ କଥା ଘଟଣା ଶୁଣିକି କିନ୍ତୁ କେହି ତ କଲେଜରେ କେହି ଲୋକ ନାହାନ୍ତି କଲେଜରେ କୌଣସି ଷ୍ଟାଫ କେହି ବି ନାହାନ୍ତି ସେମାନେ ତେଣୁ ମୁଁ କହିପାରୁନି ତେଣୁ ଆମେ ଡିଟେଲ୍ଡ ଇନକ୍ୱାରି କଲା ପରେ ଜଣାପଡ଼ିବ।